କ'ଣ ଆପଣ ଜାଣନ୍ତି କି ବିଛା କାମୁଡ଼ିଲେ କ'ଣ ଲଗାଇବା ଦ୍ୱାରା ଭଲ ହୋଇଥାଏ? ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ବିଛା କାମୁଡ଼ିଲେ କ'ଣ ଲଗାଇବା ଦ୍ୱାରା ଆମେ ସୁସ୍ଥ ହୋଇଥାଉ ତାହା ସମ୍ପର୍କରେ ଜାଣିବା। ଆପଣଙ୍କର ପ୍ରଥମ ପ୍ରଶ୍ନଟି, ଚୂନ କେଉଁ ରୋଗୀମାନେ ଖାଇପାରିବେ ନାହିଁ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ମଧୁମେହ, ବି କ୍ୟାନ୍ସର, ସି କିଡନୀ ଷ୍ଟୋନ୍, ଡି ରକ୍ତଚାପ। ତେବେ ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ସି କିଡନୀ ଷ୍ଟୋନ୍। ଚୂନ କିଡନୀ ଷ୍ଟୋନ୍ ରୋଗୀମାନେ ଖାଇପାରିବେ ନାହିଁ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଜୀବ ଥରେ ଶୋଇଗଲା ପରେ ଦ୍ୱିତୀୟ ଥର ଉଠେ ନାହିଁ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କଇଁଛ, ବି ପିମ୍ପୁଡ଼ି, ସି ସାପ, ଡି ମାଛ। ତେବେ ଏହାର ସଠିକ୍ ଉତ୍ତରଟି ବି ପିମ୍ପୁଡ଼ି। ପିମ୍ପୁଡ଼ି ଜୀବ ଥରେ ଶୋଇଗଲା ପରେ ଦ୍ୱିତୀୟ ଥର ଉଠେ ନାହିଁ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ଗୋଟିଏ ବି ଟ୍ରାଫିକ୍ ସିଗ୍ନାଲ ନାହିଁ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ନେପାଳ, ବି ଚୀନ, ସି ଜାପାନ, ଡି ଭୁଟାନ। ତେବେ ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଡି ଭୁଟାନ। ଭୁଟାନ ଦେଶରେ ଗୋଟିଏ ବି ଟ୍ରାଫିକ୍ ସିଗ୍ନାଲ ନାହିଁ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଆୟୋଡିନ୍ ଯୁକ୍ତ ଲୁଣରେ କ'ଣ ମିଶାଇଲେ ତାହା ନୀଳ ବର୍ଣ୍ଣର ହୋଇଯାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଗୁଡ଼, ବି କାଗଜି ଲେମ୍ବୁ, ସି ମହୁ, ଡି କ୍ଷୀର। ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ବି କାଗଜି ଲେମ୍ବୁ। ଆୟୋଡିନ୍ ଯୁକ୍ତ ଲୁଣରେ କାଗଜି ଲେମ୍ବୁ ମିଶାଇଲେ ତାହା ନୀଳ ବର୍ଣ୍ଣର ହୋଇଯାଏ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ନାଲି ଲଙ୍କା ଖାଇବା ଦ୍ୱାରା କେଉଁ ରୋଗରୁ ମୁକ୍ତି ମିଳିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଶ୍ୱାସ ରୋଗ, ବି କ୍ୟାନ୍ସର, ସି ବ୍ଲଡ଼ ପ୍ରେସର, ଡି ଥାଇରଏଡ଼୍। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଏ ଶ୍ୱାସ ରୋଗ। ନାଲି ଲଙ୍କା ଖାଇବା ଦ୍ୱାରା ଶ୍ୱାସ ରୋଗରୁ ମୁକ୍ତି ମିଳିଥାଏ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଖାଇଲେ ମଣିଷର ଚେହେରା ସୁସ୍ଥ ରହିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କଦଳୀ, ବି ସେଓ, ସି ଅଁଳା, ଡି କମଳା। ପ୍ରିୟ ଦର୍ଶକ ବନ୍ଧୁ, ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ସି ଅଁଳା। ଅଁଳା ଫଳ ଖାଇଲେ ମଣିଷର ଚେହେରା ସୁସ୍ଥ ରହିଥାଏ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ପ୍ରତିଦିନ ଗୋଟିଏ ଅଦା ଚୋବାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଦାନ୍ତ ଯନ୍ତ୍ରଣା, ବି ଜଣ୍ଡିସ୍, ସି ଡାଇବେଟିସ୍, ଡି ଅର୍ଶ। ସମୟଟି ସମାପ୍ତ ହୋଇସାରିଛି ଦର୍ଶକ ବନ୍ଧୁ। ଏହାର ସଠିକ୍ ଉତ୍ତରଟି ଏ ଦାନ୍ତ ଯନ୍ତ୍ରଣା। ପ୍ରତିଦିନ ଗୋଟିଏ ଅଦା ଚୋବାଇବା ଦ୍ୱାରା ଦାନ୍ତ ଯନ୍ତ୍ରଣା ରୋଗ ଠିକ୍ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଅଧିକ ଚା ପିଇବା ଦ୍ୱାରା ଶରୀରରେ କେଉଁ ସମସ୍ୟା ଦେଖାଯାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ପେଟ ବ୍ୟଥା, ବି ହାର୍ଟ ସମସ୍ୟା, ସି ହାଡ଼ କମଜୋର, ଡି କିଡନୀ ସମସ୍ୟା। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ସି ହାଡ଼ କମଜୋର। ଅଧିକ ଚା ପିଇବା ଦ୍ୱାରା ଶରୀରରେ ହାଡ଼ କମଜୋର ସମସ୍ୟା ଦେଖାଦେଇଥାଏ। ପରବର୍ତ୍ତୀ ପ୍ରଶ୍ନ, ବିଛା କାମୁଡ଼ିଲେ କ'ଣ ଲଗାଇବା ଦ୍ୱାରା ତୁରନ୍ତ ଭଲ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କିରୋସିନି ତେଲ, ବି ରାଶି ତେଲ, ସି ସୋରିଷ ତେଲ, ଡି ବାଦାମ ତେଲ। ପୁଣି ଥରେ ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଏ କିରୋସିନି ତେଲ। ବିଛା କାମୁଡ଼ିଲେ
କିରୋସିନି ତେଲ ଲଗାଇବା ଦ୍ୱାରା ତୁରନ୍ତ ଭଲ ହୋଇଥାଏ। ତେବେ ଆଜିର ଅନ୍ତିମ ପ୍ରଶ୍ନଟି ଆପଣଙ୍କ ପାଇଁ ରହିଲା, ଓଡ଼ିଶାରେ ମୋଟ କେତୋଟି ଜିଲ୍ଲା ଅଛି? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 25, ବି 28, ସି 30, ଡି 32। ତେବେ ଏହାର ସଠିକ୍ ଉତ୍ତରଟି ଯଦି ଆପଣଙ୍କୁ ଜଣାଅଛି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ କୁହନ୍ତୁ। ଆମର ଏ ଭିଡ଼ିଓଟି କିପରି ଲାଗିଲା ତାହା ମଧ୍ୟ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।